ଯାହା ହେଇଛି ଶୁଣନ୍ତୁ, ଯୋଉଭଳି ଘଟଣା ଏଥର ରଥଯାତ୍ରାରେ ହେଲା ଏବଂ ପର୍ଟିକୁଲାରଲି ରଥଯାତ୍ରା ଦିନ ତ ଦେଖିଲେ ଅବ୍ୟବସ୍ଥା। ସେ ତ ଗୋଟେ ଚରମସୀମା ପହଞ୍ଚିଲା, ରଥ ଗଡ଼ି ପାରିଲେନି, ତାପରେ ପରଦିନ ହେଲା ରଥ ଗଡ଼ା ହେଲା। କିନ୍ତୁ ରବିବାର ଦିନ ଭୋର ସମୟରେ ଯେତେବେଳେ ସମସ୍ତେ ଜାଣିଛନ୍ତି, ଆମେ ଯେତେବେଳେ ରଥ ପହଞ୍ଚିଯାଏ ଓଡ଼ିଶାର ସାମ୍ନାରେ, ସେଦିନ ହଜାର ହଜାର ଲୋକ ରାତିରୁ ଆସିଥାନ୍ତି, ଭୋରରୁ ମନ୍ଦିର ଖୋଲିଲା ଖେଳି ଜଗନ୍ନାଥଙ୍କ ଦର୍ଶନ କରିବେ। ସବୁ ବର୍ଷ ହୁଏ, ଏ ବର୍ଷ ବି ଆସିଥିଲେ। ଆଶ୍ଚର୍ଯ୍ୟ କଥା, ପ୍ରଥମ ଦିନ ଘଟଣାରେ ଏତେ ଅବ୍ୟବସ୍ଥା ସାମ୍ନାରେ ଦେଖିକି ମଧ୍ୟ ନିଜେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟର ମନ୍ତ୍ରୀମାନେ, ପୋଲିସ ଅଧିକାରୀ ମାନେ ସମସ୍ତେ ଥିଲେ। କିନ୍ତୁ ରବିବାର ଭୋର ସମୟରେ ଏ ହଜାର ହଜାର ଶ୍ରଦ୍ଧାଳୁ ଆସିକି ପହଞ୍ଚିବା ସମୟରେ ତାକୁ ମ୍ୟାନେଜ କରିବା ପାଇଁ ସେଠାରେ କୌଣସି ପୋଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ, ଆମ୍ବୁଲାନ୍ସ କିଛି ନଥିଲା। ଫଳରେ କ'ଣ ହେଲା, ସେଠାରେ ମଧ୍ୟ ହେଲା ଦଳା ଚକଟା। 3 ଜଣଙ୍କ ପ୍ରାଣ ଗଲା, 2ଟି ଜଣ ଲୋକ ଆହତ ହେଇକି ହସ୍ପିଟାଲକୁ ଗଲେ। ଆମ୍ବୁଲାନ୍ସ ନାହିଁ, ଲୋକ ହାତରେ ଧରିକି ନେଇକି ହସ୍ପିଟାଲ ଯାଇଛନ୍ତି। ତ ଏଇ ଯୋଉ ଅବ୍ୟବସ୍ଥା ଦେଖିଲା ପରେ ରାଜ୍ୟ ସରକାର ପ୍ରଥମ ଦିନ କହିଦେଲେ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା, କିଛି ବଡ଼ ଧରଣର ଘଟଣା ହେଇନାହିଁ। ଯଦି ପ୍ରଥମ ଦିନ ଯାହା ହେଇଥିଲା ସେଥିରେ ମଧ୍ୟ ଆତ୍ମସଂଖ୍ୟା କରିବା କଥା। କିନ୍ତୁ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଅନୁଭବ କଲେ ଯେ ୟାକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ। ତେଣୁ ସେ ଜିଲ୍ଲାପାଳଙ୍କୁ ଏସ୍ପିଙ୍କି ବଦଳେଇଲେ, ନୂଆ ଜିଲ୍ଲାପାଳ ନିଯୁକ୍ତ ସହିତ ମନ୍ଦିର ପରିଚାଳନା ଦାୟିତ୍ୱ ପୂର୍ବରୁ ଥିଲେ ଯିଏ ଦାୟିତ୍ୱ ଥିଲେ ତାଙ୍କୁ ପଠେଇଲେ। ଏବଂ ରଥ ପରିଚାଳନା ପାଇଁ ମଧ୍ୟ ବି ଆପଣ ସମୁଦ୍ର ପ୍ରିୟଦର୍ଶିନୀ କି ଗୋଟେ ଦାୟିତ୍ୱ ଦିଆଗଲା। ସମୁଦ୍ର ପ୍ରିୟଦର୍ଶିନୀ ଆଗରୁ ଥିଲେ କ୍ରାଉଡ୍ ମ୍ୟାନେଜମେଣ୍ଟରେ ଥିଲେ, କିନ୍ତୁ ପୁରା ରଥ ପାଖକୁ ତାଙ୍କୁ ବର୍ତ୍ତମାନ ରଥ ପାଖ ଦିନ ସେଦିନ ତାଙ୍କୁ ଦାୟିତ୍ୱ ଦେଲେନି। ଅଭିଜ୍ଞ ପୋଲିସ ଅଫିସର ଯୋଉମାନେ ଅଛନ୍ତି ତାଙ୍କୁ ନ ନେଇକି ଏ ଯୋଉମାନଙ୍କୁ ନେଇକି ସେ କାମ କଲେ ଚଳେଇ ପାଇଲେନି। କ'ଣ ଆମର 200 ପ୍ଲାଟୁନ ପୋଲିସ ଫୋର୍ସ ଅଛନ୍ତି, AI କ୍ୟାମେରା ଅଛି, କଣ୍ଟ୍ରୋଲ ରୁମ୍ ଅଛି, କ'ଣ ହେଲା ଅବସ୍ଥା। ତେଣୁ ମୁଖ୍ୟମନ୍ତ୍ରୀ କଠୋର ଭାବରେ ପଦକ୍ଷେପ ନେଇଛନ୍ତି ପ୍ରଥମ ଥର ପାଇଁ। କିନ୍ତୁ ତାଙ୍କୁ ଆହୁରି ନେବାକୁ ପଡ଼ିବ ପଦକ୍ଷେପ। ଆଇନ ମନ୍ତ୍ରୀଙ୍କ ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ ଏବଂ ଆହୁରି ମଧ୍ୟ ବହୁତ ଚିନ୍ତା ଅନେକ କରିବା। ମୁଖ୍ୟମନ୍ତ୍ରୀ ମଧ୍ୟ ଗୋଟେ କମିଟି, ତଦନ୍ତ କମିଟି କରିଛନ୍ତି, ଆପଣ ଜାଣିଛନ୍ତି। ସେ କମିଟି 30 ଦିନ ଭିତରେ ରିପୋର୍ଟ ଦେବାକୁ କହିଛି। କିନ୍ତୁ ସେଦିନର ଘଟଣା ପାଇଁ ନିଜେ ମୁଖ୍ୟମନ୍ତ୍ରୀ କ୍ଷମା ମାଗିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ କ୍ଷମା ମାଗିଛନ୍ତି, ଯୋଉ କଥା ପ୍ରଥମ ଦିନେ ଭାବୁଛି କହିବା ଉଚିତ ଥିଲା। କ୍ଷମା ମାଗିଛନ୍ତି ଏବଂ ଆକ୍ସନ ବି ନେଇଛନ୍ତି। ତେଣୁ ଏ ଆକ୍ସନ ସମ୍ପୂର୍ଣ୍ଣ ଯଥାର୍ଥ। ଏବଂ ଗୋଟିଏ କଥା ଆଜି ଆତ୍ମସଂଖ୍ୟା କରିବା ଉଚିତ, ବର୍ତ୍ତମାନ କମିଟି ହେବା ଦରକାର, ବ୍ୟବସ୍ଥା ହେବା ଦରକାର। କୋଉ କାରଣରୁ ଏ କଥା ସବୁ ଘଟିଲା, କିଏ ସବୁ ଦାୟିତ୍ୱରେ ଥିଲେ, କାହିଁକି ଏ କଥା ଘଟିଲା, ଏତେ ବ୍ୟବସ୍ଥା କରି ଯୋଉ ମୁଖ୍ୟମନ୍ତ୍ରୀ କହିଥିଲେ ଭରସା କରି ଏମାନଙ୍କ ଉପରେ ଯେ ତ୍ରୁଟି ଶୂନ୍ୟ ରଥଯାତ୍ରା ହବ, ଇତିହାସ ରଚନା କରିବ, ଠିକ ଓଲଟା କଥା ହେଲା କେମିତି? ତେଣୁ ସରକାରଙ୍କୁ ଏମାନେ ଅପଦସ୍ଥ କରିଛନ୍ତି। ଯୋଉମାନେ ସେଠି ଦାୟିତ୍ୱ ଥିଲେ, ଯୋଉମାନଙ୍କ ଉପରେ ଯୋଉ ଦାୟିତ୍ୱ ଦିଆହେଇଥିଲା, ପୋଲିସ ସମେତ ପ୍ରଶାସନିକ ଅଧିକାରୀଠୁ ଆରମ୍ଭ କରି ସମସ୍ତଙ୍କ, ଇଭେନ ମନ୍ତ୍ରୀ କମିଟି ହେଇଥିଲା, ମନ୍ତ୍ରୀମାନଙ୍କୁ ଏମାନଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ। ତେଣୁ ବାହୁଡ଼ା ଅଛି ଆଗକୁ, ବାହୁଡ଼ା ସରିଗଲା ପରେ ମୁଁ ଭାବୁଛି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଗୋଟେ କଠୋର ଆଭିମୁଖ୍ୟ ନେବାକୁ ପଡ଼ିବ। କାରଣ ଅଲ୍ଟିମେଟଲି ବଦନାମ ହେଉଛି କିଏ? ସରକାର ବଦନାମ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଜବାବ ଦେଇଦେଲେ ସିଏ ବଦନାମ ହେଲେ। ତେଣୁ ଏଭଳି ଘଟଣାଙ୍କର କୌଣସି ପ୍ରକାର ପୁଣି କେତେବେଳେ କହୁଛନ୍ତି ଆପଣ ଏଇ କଥା, ଆପଣ ମନେ ରଖିଥିବେ ଏଇ ଯୋଉ ବର୍ଷକ ପୂର୍ତ୍ତି ଉତ୍ସବ ହେଲା, ଏ ବର୍ଷ ପୂର୍ତ୍ତି ଉତ୍ସବର 20 ତାରିଖ ଦିନ ଯେତେବେଳେ ନିଜେ ପ୍ରଧାନମନ୍ତ୍ରୀ ଆସିଥିଲେ, ସେ କ'ଣ କହିଲେ ଭୁବନେଶ୍ୱରରେ ଯେ ଆମେରିକା ରାଷ୍ଟ୍ରପତି ମୋତେ ନିମନ୍ତ୍ରଣ କରିଥିଲେ ପରେ ଲଞ୍ଚ ହ୍ୱାଇଟ୍ ହାଉସ୍ରେ, କିନ୍ତୁ ମୁଁ ସେଠି ନ ଯାଇକି ଜଗନ୍ନାଥ ପାଇଁକା ମୁଁ ପ୍ରଥମେ ଓଡ଼ିଶାକୁ ଆସିଲି। ଯୋଉ କଥା ପ୍ରଧାନମନ୍ତ୍ରୀ କଥା କହୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଭଲ ଭାବରେ ଜାଣିଛନ୍ତି ଯେ ଗତ ନିର୍ବାଚନରେ ଓଡ଼ିଶାରେ ବିଜେପିର ଯୋଉ ବିଜୟ ହେଲା ସେଥିରେ ପ୍ରଭୁ ଜଗନ୍ନାଥଙ୍କର ଭୂମିକା କେତେ। କାରଣ ଜଗନ୍ନାଥଙ୍କ ପ୍ରସଙ୍ଗ ହିଁ ମୁଖ୍ୟ ଭାବରେ ନିର୍ବାଚନ ଆସିଥିଲା। ସେଇ ଘଟଣାରେ ଯେତେବେଳେ ଏପରି କଥା ହେଇଯିବ ସାରା ଦେଶରେ ନିଶ୍ଚିତ ସରକାର ନୀତି ହେଉଛି। ଓ ସେଇ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଯୋଉ ଆକ୍ସନ ନେଇଛନ୍ତି ସମ୍ପୂର୍ଣ୍ଣ ଯଥାର୍ଥ। ୟା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହବ, ଅଦଳବଦଳ ହବ,
सी ठिकाना भाव ठिकाना मंत्री मान दायित्व देवा दरकार आ मंदिर प्रशासन जो कमिटी गत 1 वर्ष है कर शीघ्र संपूर्ण करूँ कहीं मंदिर प्रशासन कहीं मंत्री मैंने करेंगे कहीं मंत्री स्तर कमिटी मैनेज कर मंदिर प्रशासन कमिटी रहा दरकार एवं सरकार तरफ जहाँ पुलिस एक सरकार दायित्व एवं पुलिस मुझे हूँ डीजी को प्रश्न पचरा जाऊँ कि प्रकार आयोजन से करते 200 प्लाटून पुलिस अच्छा रथ सामने दल चकटा घटुची ये रविवार दिन भोर समय दल चकटा घटिक लोक मृत्यु होती कौन सरकार क्षमा दि जापर जो मैंने जाते से कहते पुलिस कहीं नथिले को वर्ष एक न हुए हजार हजार संख्या दर्शक गुंडीचा मंदिर लगी जाती रथ लगिगला परदिन सका जगन्नाथ दर्शन पर हजार हजार संख्यार लोक जा राति लोक मैंने जाती आप जानते एथर मंदिर जाते यहाँ कौन जान जो मैंने दायित्व अच्छा मैंने जो मैंने दायित्व थे कौन अभिज्ञता ना से कौन अभिज्ञता ना तारी फल है यहाँ तेणु बहुत यहाँ गोटे बहुत आसी सरकार को आत्मसमीक्षा करा पड़ो खाली आत्मसमीक्षा नुह को ये विषय किसी कठोर एक्शन पड़ो कठोर एक्शन आरंभ हो मुख्यमंत्री नहीं एवं आहरी फर्दर एक्शन आवश्यकता पड़ू जहाँकि ये जो कमिटी से गठन कर रिपोर्ट आसो सब कथा विचार कर किंतु बाहुड़ा यात्रा पर बाहुड़ा यात्रा नीलाद्री विजय आउे अच्छी जो पर्व गुड़िक अच्छी से सरीगला ठाकुर बड़देउल को गला सरकार परवर्ती पदक्षेप नहीं दरकार कि से पर्यटन जी कथा जी दिन अच्छी ठीक भाव केमती हम से प्राथमिकता हवा दरकार।